ପ୍ରତୀକ କହିବା ଆରମ୍ଭ କଲା। ମୁଁ ସେତେବେଳେ ଗାଁକୁ ଆସିଥାଏ। ଯୁକ୍ତ 2 ପରୀକ୍ଷା ସମାପ୍ତ ହୋଇଯାଇଥାଏ। ଗାଁକୁ ଆସିବା ପରେ ବିଦ୍ୟାଳୟର ସାଙ୍ଗମାନଙ୍କ ସହିତ ଖୁବ୍ ମଜାମସ୍ତି କରି ସମୟ କାଟୁଥାଏ। କେଉଁଠି ଭୋଜି କରିବା, ଠାକୁର ବାଡ଼ିରୁ ପଇଡ଼ ଚୋରି କରିବା। ସେଦିନ ମଣିଆ କେଉଟ ସାହିରୁ ଗୋଟିଏ କୁକୁଡ଼ା ଉଠାଇ ଆଣିଥାଏ। ଏହିସବୁରେ ସମୟ ଅତିବାହିତ ହେଉଥାଏ। ମୋର ଠିକ୍ରେ ମନେ ପଡ଼ୁଛି, ଉଦୁଉଦିଆ ଖରା ବେଳ ନିତେଇ ଘର ବାଡ଼ି ପଟେ ଲୁଚିକିରି ଆମେ ସବୁ ଲୁଡ଼ୁ ଖେଳୁଥାଉ। ସେ ଖେଳ ସରିବାର ନାଁ ନେଉନଥାଏ, କାରଣ କାହାରି ଧାନ କେହି ପଚାଇ ଦେଉନଥିଲେ। ନିଜ ଘରେ ପୁରାଇ ପୁନଃ ତାକୁ କଞ୍ଚା କରି ଦୌଡ଼ାଉଥିଲେ ବିପରୀତ ଖେଳାଳିଙ୍କ ପଛରେ ତାଙ୍କୁ କାଟିବା ପାଇଁ। ଛଅ ଛଅ ଡାକରେ ଯେପରି ମେଦିନୀ କମ୍ପି ଉଠୁଥିଲା। ଖେଳାଳି 4 ଜଣ ଥିଲେ ସତ, କିନ୍ତୁ ଦର୍ଶକ 8ରୁ 10 ଜଣ ହେବେ। ସେଦିନ ଖେଳରେ ଏତେ ଲୋକ ଯୋଡ଼ି ହେବାର କାରଣ ବାଜି ଥିଲା। ପ୍ରତ୍ୟହ ବାଜି ଲାଗେ। ହାରିଥିବା ଦଳ ଜିତିଥିବା ଦଳକୁ କିଛି ଦିଅନ୍ତି, ଯେପରି ସନ୍ଧ୍ୟାର ଟିଫିନ୍ ନହେଲେ ରାତିର ଭୋଜି, ଏପରି କିଛି ଥାଏ। ସେଦିନ କିନ୍ତୁ ଲଗାଯାଇଥିବା ବାଜି ନିଆରା ଥିଲା। ହାରିବା ଦଳର ଜଣେ କିଏ ରାତି 1ଟାଏ ପରେ ଗାଁ ଶ୍ମଶାନକୁ ଯିବ ଓ ସେଠାରେ ପୂର୍ବରୁ ରଖାଯାଇଥିବା ଜିନିଷକୁ ନେଇକରି ଆସିବ। ଜିନିଷ ବି ବିରୋଧୀ ଦଳ ଆଗରୁ ନେଇ ରଖି ଆସିଥିବେ, ଯାହାକୁ ସେମାନେ ରାତିରେ କହିବେ କ'ଣ ରଖିଛନ୍ତି ଓ କେଉଁଠି ରଖିଛନ୍ତି। ସେଦିନ ଖେଳରେ ମୁଁ ଓ ମୋ ସାଙ୍ଗ ଜଗୁ ହାରିଗଲୁ। ପ୍ରାୟତଃ ଖେଳରେ ଆମେ 2 ଜଣ ହିଁ ଜିତୁ। ସେଇଥିପାଇଁ ଦୃଢ଼ ବିଶ୍ୱାସରେ ଜଗୁ ଏପରି ବାଜି ଲଗାଇଥିଲା। ତାକୁ କ'ଣ ଜଣାଥିଲା ଯେ ନିଜ ଫାଶରେ ନିଜେ ଫସିଯିବ ବୋଲି। ଆମେ ହାରିଯାଇଥିବା ପରେ ଦର୍ଶକ ସାଜିଥିବା ଲୋକମାନେ ଜଗୁ ଉଦ୍ଦେଶ୍ୟରେ ହସି ହସି କହି କହି ଯାଉଥାନ୍ତି, ଆ ବଳଦ ମୋତେ ବିନ୍ଧ। ହାରିବା ପରେ ଲାଗୁଥିଲା ଦୌଡ଼ି ଯାଇ ଜଗୁ ପିଠିକୁ ବଙ୍କା କରି 2-3ଟା ଦୁଲ ଦୁଲ କରି ବସେଇ ଦେବାକୁ। ମନ ଯାହା ଭାବେ ତାହା କେଉଁଠୁ କରି ହୁଏ। ମୁଁ ଚାହିଁଲି ଜଗୁ ଆଡ଼େ। ମୁଖରେ ମୋର କୃତ୍ରିମ ହସ ଥିଲା। ହାରିବା ପରେ ବିରୋଧୀ ଦଳର କଥାଗୁଡ଼ିକ ବେଶୀ ଛାତିକୁ କେଞ୍ଚୁଥିଲା। ଜଗୁ ସମସ୍ତଙ୍କୁ ହାତ ଦେଖାଇ ପାଟି ବନ୍ଦ କରିବାକୁ କହିଲା। ସମସ୍ତେ ଚୁପ୍ ରହିଲେ। ସେ ଥର କହିଲା, ଠିକ୍ ଅଛି, କ'ଣ ଡରୁଆ ଭାବୁଛ? ମଧ୍ୟରାତ୍ରିରେ ଶ୍ମଶାନ ନିଶ୍ଚୟ ପ୍ରତୀକ ଯିବ। ସେ ବିଜ୍ଞାନର ଛାତ୍ର, ତାକୁ ଏ ଭୂତ ପ୍ରେତ ପ୍ରତି ଡର ଲାଗେ ନାହିଁ। ନା କ'ଣ କହୁଛୁ ପ୍ରତୀକ? ମୁଁ ଭାବୁଥିଲି ଯେଉଁ ଭଦ୍ର ଚିତ୍ତରେ ଜଗୁ ଉଠି ପଡ଼ିଲା, ବୋଧହୁଏ ନିଜ ନାଁଟି କହିବ। ପୁନଃ ଇଚ୍ଛା ହେଉଥିଲା ଜଗୁର ମୁଣ୍ଡକୁ ନୁଆଇ ଦୁଲ ଦୁଲ କରି ପିଠିରେ 6ଟି ବିଧା ଥୋଇ ଦିଅନ୍ତି। ପ୍ରତୀକ କଥାରେ ସାଙ୍ଗମାନେ ହସି ଉଠିଲେ। ରାତି 10ଟା ପରେ ମୋତେ ଜଣାଇ ଦିଆଗଲା ଯେ ଶ୍ମଶାନର ଉତ୍ତର ପଟ ଫାଳକରେ ଗୋଟିଏ ଭଲିବଲ୍ ରଖାଯାଇଛି, ଯାହାର ରଙ୍ଗ ହଳଦିଆ। ଘରର ସଦସ୍ୟଙ୍କୁ ଏ ବିଷୟରେ କାହାକୁ କିଛି କହିନଥିଲେ। ସେମାନେ ଜାଣିଲେ ଶ୍ମଶାନ କ'ଣ ଶୁଶୁ ଯିବା ପାଇଁ ବି ଛାଡ଼ି ନଥାନ୍ତେ। ଆଉ ଯଦି ଶ୍ମଶାନ ନ ଯାଇପାରିଥାନ୍ତେ, ତାହେଲେ ଖାଲି ରାବଣ ଭଗ୍ନୀ ଶୂର୍ପଣଖାର ନାକ କ'ଣ କଟିଥିଲା, ମୋ ନାକ ବି ଲଜ୍ଜାରେ ସମସ୍ତଙ୍କ ଆଗରେ କଟି ଯାଇଥାନ୍ତା। ସାଙ୍ଗଗୁଡ଼ାକ ନିଜେ ଡରିକି ରାତିରେ ବାହାରକୁ ଶୁଶୁ ଯାଉନଥିବେ, କିନ୍ତୁ ଚିଡ଼େଇଲା ବେଳେ ଏପରି କହିବେ ଯେପରି ଭୂତକୁ ସାଙ୍ଗ କରି ବୁଲୁଛନ୍ତି। ମୁଁ ଚାହୁଁନଥିଲି ମୋ ନାଁ ସେଦିନଠାରୁ ଡରୁଆ ବା ଛେରୁଆ ରଖାଯାଉ, କାରଣ ଗାଁରେ ସାଙ୍ଗମାନେ କାହାକୁ ପ୍ରକୃତ ନାଁରେ ଡାକନ୍ତିନି। ଯେପରିକି ବାଜିରେ ହାରିଗଲା ତା ହାତରେ ଗୋବର ଘଷି ଦେବେ, ଆଉ ସେବେଠାରୁ ତା ନାଁ ରାମଚନ୍ଦ୍ର ହେଉ ପଛେ ସେ ନାଁ ବୁଡ଼ିଯିବ ଇତିହାସ ପୃଷ୍ଠାରୁ। ନୂଆ ନାମକରଣ ହେବ ଗୋବର ଘଷା। କାଳେ ବେଳେ ଯଦି ବାହାରୁ କେହି ଲୋକ ଆସି ପଚାରେ ରାମଚନ୍ଦ୍ର ବାବୁଙ୍କ ଘର କେଉଁଠି, ତାହେଲେ କଥା ସରିଲା। ସମସ୍ତେ ମୁଣ୍ଡର ଚମକୁ 4-5 ଧାଡ଼ି କୁଞ୍ଚିତ କରି ଚାହିଁ ରହିବେ। ତାପରେ ହୋ ହୋ ହୋଇ ହସି କହିବେ, ଆରେ ଆମ ଗୋବର ଘଷା। ମନସ୍ଥ କଲି ଯାହା ବି ହେଇଯାଉ, ନିଜ ଇଜ୍ଜତର ପ୍ରଶ୍ନ, ହାରିବାର କି ମୁଣ୍ଡ ନୁଆଇବାର ନାହିଁ। ରାତ୍ରି ଭୋଜନ ସାରି ସମସ୍ତେ ଶୋଇବାକୁ ଚାଲିଗଲେ। ମୁଁ ନିଜ ହାତରେ ଖଣ୍ଡେ ବହି ଧରି ସମୟକୁ ଅପେକ୍ଷା କରି ରହିଲି। କାନ୍ଥର ଘଡ଼ି 1 ବାଜିବାର ସଂକେତ ଦେଲା। ମୁଁ ଖଟରୁ ଉଠିଗଲି। ପାଦ ଚିପି ଚିପି ଘର ଭିତରୁ ବାହାରକୁ ଚାଲି ଆସିଲି। ସେଦିନ ପରିଷ୍କାର ଜହ୍ନ ବିଛେଇ ପଡ଼ିଥାଏ। ଭାବିଲି ଅନ୍ଧାର ହେଲେ ହୋଇଥାନ୍ତା, ଆଖି ବେଶୀ ବାଟ ଦେଖିପାରି ନଥାନ୍ତା, କିନ୍ତୁ ଏ ଜହ୍ନ ଆଲୋକରେ ଗାଁ ଏ ମୁଣ୍ଡରୁ ଚାହିଁଲେ ସେ ମୁଣ୍ଡ ଯାଏ ଯେପରି ଦେଖାଯାଉଥାଏ।
ଚାରିଆଡ଼କୁ ଚାହିଁଲେ। ଏଥର ଶ୍ମଶାନ ଆଡ଼କୁ ମୁହାଁଇଲେ। ଗାଁଟି ଯାକର ଲୋକ ଯେପରି ଘୋଡ଼ା ବିକିକି ଶୋଇଥାନ୍ତି। କାହା କାହା ଘର ବାହାର ଯାଏ ଘୁଙ୍ଗୁଡ଼ି ବି ଶୁଭୁଥାଏ। ସନିଆ ଭାଇର ଘର ଦାଣ୍ଡ ପାଖରେ ହୋଇଛି। ହଠାତ୍ ଗୋଟିଏ କୁକୁର ମୋ ପଛରୁ ଭୁକିଦେଲା। ମୁଁ ଧଡ଼ କରି ଚମକି ପଡ଼ିଲି। କାହିଁକି ଜାଣି ମୋ ଚମକି ପଡ଼ିବାର ସବୁ ଦୋଷ ଯେପରି ସେ କୁକୁରର ଥିଲା। ଏହା ଭାବି ଗୋଟିଏ ବାଡ଼ି ଉଠାଇଲେ। ତାକୁ ଧୀରେ ସେ କହିଲେ, ଚୋର ମୋତେ କ'ଣ ଭାବୁଛୁ? ଯା ଚୋର ଦେଖି ଭୁକିବ। କୁକୁର ମୋତେ ଚାହିଁଲା, ଲାଞ୍ଜ ହଲାଇ ଚାଲିଗଲା। ଗାଁ କୁକୁର, କେତେବେଳେ ବିସ୍କୁଟଟେ ଦେଇଥିବେ, ସେଥିପାଇଁ ଚିହ୍ନିଥିବ। ନ ଦେଖି ଭୁକି ଦେଇଥିଲା। ମୁହଁ ଦେଖିବା ପରେ ଚୁପଚାପ ଚାଲିଗଲା। ମୋ ମୁଣ୍ଡରେ ପଶିଲା, ମୋତେ ମୋ ବିରୋଧୀ ଦଳର ଟିଙ୍କ ଓ କାଶିଆ ଲୁଚିକି ଦେଖୁନାହାନ୍ତି ତ। ସେଥିପାଇଁ ଅଣ୍ଟା ସଳଖି ଛାତି ଫୁଲାଇ ନେଇ ଆଗକୁ ଚାଲିଲେ। କୁକୁର ଭୁକିବାରେ ଚମକି ପଡ଼ିବାଟା ସେମାନେ ଯଦି ଦେଖି ନେଇଥିବେ। ଏହା ମନ ଭିତରେ ବାର ବାର ଆସୁଥାଏ। ନାଇଁ, ଏତେ ଦୂରରୁ କ'ଣ ଦେଖିଥିବେ? ଏପରି ଭାବୁ ଭାବୁ ଯାଇ ଶ୍ମଶାନରେ ପହଞ୍ଚି ସାରିଥିଲେ। ଉତ୍ତର ଦିଗରେ ମୋତେ ସେ ହଳଦିଆ ରଙ୍ଗର ଭଲିବଲ୍ ଖୋଜିବାର ଥିଲା। ଚାରିଆଡ଼କୁ ଚାହିଁଲେ। ପ୍ରତ୍ୟହ ସୂର୍ଯ୍ୟ ଉଠୁଥିବା ଦିଗକୁ ମୁହଁ କରି ଠିଆ ହେଲେ। ମୋତେ ଉତ୍ତର ଦିଗ ମାନେ ମୋ ବାମ ହାତ ଆଡ଼କୁ ଯିବାର ଥିଲା। ଚାହିଁଲେ, ଆଖପାଖକୁ, ହେଲେ ଭଲିବଲ୍ କେଉଁଠି ଦେଖାଗଲା ନାହିଁ। ଉତ୍ତର ଦିଗ ଆଡ଼କୁ ବଢ଼ିଲେ। ଜାଣିଥିଲି ଟିଙ୍କ ଓ କାଶିଆ ଦୁହେଁ ଭଲିବଲ୍କୁ ଏତେ ସହଜରେ ପାଇଲା ଭଳି ଜାଗାରେ ତ ରଖିନଥିବେ। ଖଣ୍ଟ ଚୋର ଦିଟା ବଲ୍କୁ ମାଟି ଖୋଳି ପୋତି ଦେଇନାହାନ୍ତି ତ। ମୁଁ ଏପରି ଭାବୁଛି, ଗୋଟିଏ ଭଲିବଲ୍ ଆସି ଉଡ଼ିକି ମୋ ପାଖରେ ପଡ଼ିଲା। ମୁଁ ଚାହିଁଲି, ମୋ ଠାରୁ 20-22 ହାତ ଦୂରରେ ଜଗୁ ଠିଆ ହୋଇଥିଲା। ମୁହଁ ସ୍ପଷ୍ଟ ଦେଖାଯାଉନଥିଲା, କିନ୍ତୁ ତାର କାଉଁରିଆ କାଠି ଭଳି ଶରୀରରୁ ଜାଣିପାରୁଥିଲେ କି ସେ ଜଗୁ ବୋଲି। ମୁଁ ଡାକିଲି, ଜଗୁ କିରେ, ତୁ କାହିଁ ଆସିଲୁ? ଯଦି ଆସିଛୁ ତାହେଲେ ପାଖକୁ ଆସ। ଜଗୁ କିନ୍ତୁ ଚୁପ୍ ଥିଲା, କିଛି କହୁନଥିଲା। ମୁଁ ଭାବିଲି କାଳେ ଟିଙ୍କ ଓ କାଶିଆ ଜାଣିନେବେ ଯେ ସେ ଆସିଛି ବୋଲି, ସେଥିପାଇଁ ସେ ଚୁପ୍ ରହୁଥିବ। କାରଣ ବାଜି ଲାଗିଥିଲା ଜଣେ ଯାଇ ବଲ୍ ନେଇକି ଆସିବ ବୋଲି। ମନେ ମନେ ଭାବୁଥିଲି, ଜଗୁ ତା ଜୀବନରେ ପ୍ରଥମ ଥର ପାଇଁ କୌଣସି କାମକୁ ଚତୁରତାର ସହିତ କରୁଛି। ଜଗୁ ଯେଉଁ ଭଲିବଲ୍ଟି ଫିଙ୍ଗିଥିଲା ସେଇଟା ଥିଲା ନାଲି ରଙ୍ଗର। ମୁଁ ଜହ୍ନ ଆଲୁଅରେ ସ୍ପଷ୍ଟ ଦେଖିଲି ନାଲି ରଙ୍ଗ ବୋଲି। ମୁଁ ସେ ବଲ୍ଟିକୁ ଟେକି ଜଗୁ ଆଡ଼କୁ ଫିଙ୍ଗିଦେଲି ଓ କହିଲି, ଆରେ ନାଲି ଭଲିବଲ୍ ନୁହେଁ, ସେମାନେ ଗୋଟିଏ ହଳଦିଆ ରଙ୍ଗର ବଲ୍ ଲୁଚାଇଛନ୍ତି, ସେଇଟା ଖୋଜ। ଏତିକି କହି ମୁଁ ହଳଦିଆ ରଙ୍ଗର ବଲ୍ଟିକୁ ଖୋଜୁଥାଏ। ପୁଣି ସେହି ବଲ୍ଟି ଉଡ଼ି ଆସି ମୋ ପାଖରେ ପଡ଼ିଲା। ମୁଁ ଦେଖିଲି ପୁନଃ ସେହି ନାଲି ବଲ୍ଟି। ଏଥର ମୁଁ ଆଗ ଭଳି କହି ତା ଆଡ଼କୁ ଆଉ ଥରେ ଫିଙ୍ଗିଦେଲି। କିଛି ସମୟ ଛାଡ଼ି ପୁଣି ଥରେ ସେହି ନାଲି ବଲ୍ଟି ମୋ ପାଖରେ ପଡ଼ିଲା। ମୋ ଭିତରେ ପ୍ରଚଣ୍ଡ ରାଗ ଉତ୍ପନ୍ନ ହେଲା। ଇଚ୍ଛା ହେଉଥିଲା ଜଗୁକୁ ତଳେ ପକାଇ ତା ବେକ ଉପରେ ବସି ନିଜ ବଳ ଯେତେ ତା ନାକକୁ ଗୋଟିଏ ମୁଥ ଚଢ଼େଇ ଦିଅନ୍ତି, କିନ୍ତୁ ମନ ଯାହା ଭାବେ ତାହା ହୁଏ କେଉଁଠି। ମୁଁ ସେ ନାଲି ବଲ୍ଟିକୁ ଉଠାଇ ଜୋରରେ କହିଲି, ଆରେ ମୂର୍ଖ, ତୁ ଏକାଥରେ କୌଣସି ଶ୍ରେଣୀ ଡେଇଁନୁ, ମୁଁ କଥା ଜାଣିଛି, କିନ୍ତୁ ଏହାର ଅର୍ଥ ନୁହେଁ ଯେ ତୁ ରଙ୍ଗ ଚିହ୍ନି ପାରିବୁନି। ଆରେ ଲୁଡୁ ଖେଳୁଛୁ ପରା, ରଙ୍ଗ ଦେଖିପାରିଲୁନି, ସେଥିରେ କିନ୍ତୁ ବାଜି ଲଗାଇ ଦେବୁ। ବାରମ୍ବାର ନାଲି ବଲ୍ଟି ଫୋପାଡ଼ୁଛୁ। ଦେଖ, ଯଦି ହଳଦିଆ ବଲ୍ଟି ପାଉଛୁ ତାହେଲେ ଫିଙ୍ଗିବୁ। ଆଉ ଥରେ ଯଦି ନାଲି ବଲ୍ ଫିଙ୍ଗିଛୁ ମୋତେ ଚିହ୍ନିବୁ। ରାଗରେ ଏତିକି କହି ତାଠାରୁ ଦୂରକୁ ବଲ୍ଟି ଫିଙ୍ଗିଦେଲି। ସେ ଉଡ଼ିକି ବଲ୍ଟିକୁ ଧରିନେଲା। ମୁଁ ଭଲ କି ଚାହିଁଲି, ଜଗୁର ଶରୀର ଏତେ ନମନୀୟ କେବେଠାରୁ ହୋଇଗଲା। ଭଲିବଲ୍ ଖେଳିବାର ଶବ୍ଦ ଶୁଭିଲା, ଯେପରି ଦୁଇ ଜଣ ସାଙ୍ଗ ହୋଇ ହାତରେ ବାଡ଼େଇ ବାଡ଼େଇ ଖେଳୁଥିବାର ଶବ୍ଦ ଆସୁଥାଏ। ଧୀରେ ଧୀରେ ଲାଗିଲା ଯେପରି ସେ ଜଗୁ ନୁହେଁ। ମୁଁ ତରତର ହୋଇ ଖୋଜୁଥାଏ ସେ ବଲ୍ଟିକୁ। ଆଗରେ ଦେଖିଲି କେତେ ଗୁଡ଼ିଏ ଡାଳ ଭାଙ୍ଗି ହୋଇ ପଡ଼ିଛି। ମୋତେ ଲାଗିଲା ତାକୁ ଉଠାଇକି ଦେଖିବି। ସତକୁ ସତ ତା ତଳେ ହଳଦୀ ରଙ୍ଗର ବଲ୍ଟି ଥିଲା। ତାକୁ ଉଠେଇ ମୁଁ ଏକାମୁହାଁ ଘରକୁ ଦୌଡ଼ିଲି। ମୋ ପଛରୁ ଯେମିତି ସେ ଭଲିବଲ୍ ପଡ଼ୁଥିବାର ଶବ୍ଦ ଆସୁଥାଏ। ମୁଁ କିନ୍ତୁ ବୁଲିକି ଚାହିଁନି, ଆସି ଘରେ ପହଞ୍ଚିଗଲି। ସକାଳୁ ସମସ୍ତେ ଦେଖିଲେ ବଲ୍ଟି ମୋ ହାତରେ ଥିଲା। ଏହା ବି ଜାଣିଲି ବିଗତ ରାତିରେ ସମସ୍ତେ ଶୋଇଥିଲେ। କେହି ଭାବିନଥିଲେ ମୁଁ ସତରେ ଶ୍ମଶାନକୁ ଚାଲିଯିବି ବୋଲି। ଗାଁର ଜଣେ ବୟସ୍କଙ୍କ ଠାରୁ ଜାଣିଲି
2 ବର୍ଷ ତଳେ ବିପ୍ର ବୋଲି ଜଣେ ଯୁବକର ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିଲା। ସେ ପିଲାଟି ଭଲିବଲ ଖେଳରେ ଷ୍ଟେଟ୍ ଚାମ୍ପିୟନ ଥିଲା। କେବେ କେବେ ଶ୍ମଶାନରୁ ଭଲିବଲର ଶବ୍ଦ ଆସେ। ମୁଁ ଏବେ ବି ଭାବୁଛି ସେଦିନ ପିଲାଳିଆମି ବୁଦ୍ଧିରେ ଯାହା କରିଥିଲି ହୁଏତ ଆଉ କେବେ ସେପରି କରିବାକୁ ସାହସ କରିବିନି। ପ୍ରତ୍ୟେକର କଥା ସରିଲା ବେଳକୁ ରାତି ପାହି ଆସିଥିଲା। ଏ ରାତି କିପରି କଟିଗଲା କାହାରିକୁ କିଛି ଜଣାପଡ଼ିଲା ନାହିଁ।